ନମସ୍କାର। ଆଜି ଗୁରୁବାର ଏପ୍ରିଲ 23 ତାରିଖର ଶୁଣିବାର ରାଶିଫଳ। ମେଷ, ଆଜିର ଗ୍ରହ ସ୍ଥିତିର ଶୁଭ ପ୍ରଭାବ ଆପଣଙ୍କ ଜୀବନଯାତ୍ରାକୁ ଉତ୍ଫୁଲ୍ଲିତ କରାଇବ। ସରକାରୀ ସ୍ତରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରି ଆଶ୍ୱସ୍ତି ଲାଭ କରିବେ। ଆତ୍ମୀୟ ସ୍ୱଜନଙ୍କ ପରୋକ୍ଷ ଶତ୍ରୁତା ଏବଂ ବୃଥା ଅଭିଯୋଗରେ କ୍ଷୁବ୍ଧ ହୋଇପାରନ୍ତି। ରବିଙ୍କ ସୁପ୍ରଭାବରୁ ରାଜନୀତିରେ ସଫଳତା ପ୍ରାପ୍ତିର ଆଶା ରହିଛି। ବୃଷ, ଶୁକ୍ରଙ୍କ ଶୁଭ ପ୍ରଭାବରୁ କର୍ମକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ସୁଅ ଆପଣଙ୍କ ପାଖକୁ ଆପଣ ଛାଏଁ ମାଇ ଆସିବ। ଅର୍ଥ ଓ ସମ୍ମାନ ସାଙ୍ଗକୁ ନିଜ ପରିସରର ହିତୈଷୀମାନଙ୍କ ଗହଣରେ ନିଜକୁ ହଜାଇ ଦେଇ ପାରନ୍ତି। ଆକସ୍ମିକ ଭାବେ ମତାନ୍ତର ଜନିତ କୌଣସି ବନ୍ଧୁଙ୍କ ପ୍ରତ୍ୟାଗମନ ଯୋଗୁଁ ଦୁଃଖ ପ୍ରକାଶ କରିବେ। ମିଥୁନ, ଆଜି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଆଶୀର୍ବାଦ ସହ ଅର୍ଥ ଉପହାର ଆଦି ପାଇପାରନ୍ତି। ବୁଧଙ୍କ ଦୃଷ୍ଟିରେ ବନ୍ଧୁବର୍ଗ, ଆତ୍ମୀୟ କିମ୍ବା ପଡ଼ୋଶୀଙ୍କ ସହାୟତାରେ ଅଭିଳଷିତ କର୍ମ ସମ୍ପାଦନ କରିବେ। ଯାତ୍ରା, ବାଣିଜ୍ୟ, ଚୁକ୍ତିପତ୍ର, ସଭାସମିତି, ନୂତନ ଯୋଜନାର ଆଲୋଚନା କ୍ଷେତ୍ରରେ ସୁଫଳ ମିଳିବ। କର୍କଟ, ପଦାଧିକାରୀଙ୍କ ସହାନୁଭୂତିପୂର୍ଣ୍ଣ ପରାମର୍ଶ ଅଶାନ୍ତ ମନକୁ ଶାନ୍ତ କରିବାରେ ସହାୟକ ହେବ। ପାରିବାରିକ ବ୍ୟତିକ୍ରମକୁ ସମାଧାନ କରିବାରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ସମ୍ପର୍କୀୟଙ୍କ ବିୟୋଗ ଖବର ପାଇ ବିବ୍ରତ ହେବେ। ପ୍ରକାଶନ, ଆଇନ, ଧାର୍ମିକ ତଥା ଆନୁଷ୍ଠାନିକ କାମରେ ଲକ୍ଷ୍ୟ ପୂରଣ ହେବାର ଆଶା ରହିଛି। ସିଂହ, ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ହାସଲ କରିବେ। ଧର୍ମକାର୍ଯ୍ୟ, ବନ୍ଧୁମିଳନ, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭରୁ ଦିନଟି ଖୁସିରେ କଟିବ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଜନିତ ସ୍ଥଗିତ କାର୍ଯ୍ୟ ସକାଶେ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ମତ ପାର୍ଥକ୍ୟରୁ ଆଲୋଚନା ଅମୀମାଂସିତ ରହିଯାଇପାରେ। କନ୍ୟା, ରାଶି ପ୍ରତି ପାପଗ୍ରହଙ୍କ ପ୍ରତ୍ୟକ୍ଷ ଦୃଷ୍ଟି କାରଣରୁ ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କରିବେ। ସହକର୍ମୀ ଓ ଆତ୍ମୀୟ ସ୍ୱଜନଙ୍କ ଯେତେ ମନ ଧରି କାମ କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ଅବଶ୍ୟ ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ, ଶିଳ୍ପ, ଗୃହ ନିର୍ମାଣ, ଜମି କିଣାବିକା କ୍ଷେତ୍ରରେ ସୁଫଳ ପାଇବେ। ତୁଳା, ଭାଗ୍ୟାଧିପତି ବୁଧଙ୍କ ଦୁର୍ବଳତା ଯୋଗୁଁ କୌଣସି କାମରେ ପୂର୍ଣ୍ଣ ସଫଳତା ଆଶା କରାଯାଇ ନପାରେ। କର୍ମକ୍ଷେତ୍ରରେ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଶୁକ୍ରଙ୍କ ସୁପ୍ରଭାବରୁ ଦୈହିକ ସୁସ୍ଥତା ପୂର୍ବପରି ରହିବ ଓ ବନ୍ଧୁମାନଙ୍କ ଗହଣରେ ସମୟ ଅତିବାହିତ କରିବେ। ବିଛା, ଧନସ୍ଥାନ ପ୍ରତି ଚନ୍ଦ୍ର ଏବଂ ବୃହସ୍ପତିଙ୍କ ଶୁଭ ଦୃଷ୍ଟି ଉଚ୍ଚ ପଦବୀ ଓ ଅର୍ଥ ଗୌରବ ପ୍ରଦାନ କରିବେ। ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ଶିକ୍ଷାରେ ସଫଳତା, ସନ୍ତାନଙ୍କ କୃତିତ୍ୱ, ପ୍ରଭାବଶାଳୀ କଥା ମାଧ୍ୟମରେ ଅନ୍ୟମାନଙ୍କୁ ଆପଣେଇ ନେବେ। ମାଙ୍ଗଳିକ କାମ ଓ ବ୍ୟବସାୟିକ କ୍ଷେତ୍ରରେ ସମସ୍ୟା ଆସିପାରେ। ଧନୁ, ରାଶି ଗ୍ରହ ଶୂନ୍ୟ ଏବଂ ସପ୍ତମସ୍ଥ ଗ୍ରହ ଜନିତ ବିବାଦୀୟ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ। ଭୁଲ ବୁଝାମଣା ହେତୁ ପାରିବାରିକ କଳହର ଆଶଙ୍କା ରହିଛି। ନିଜର ଲୋକ ଦୂରେଇ ଯିବାରୁ କୌଣସି ଅଭାବ ନଥାଇ ମଧ୍ୟ ମନଟା ଭଲ ଲାଗି ନପାରେ। ତଥାପି ଆର୍ଥିକ ସ୍ଥିତି କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ପ୍ରଭାବିତ ହେବ ନାହିଁ। ମକର, ସୁସ୍ଥ ଚିନ୍ତାଧାରା ସାଙ୍ଗକୁ ଆପଣଙ୍କ ସୁସଂଯତ ଏବଂ ଶୃଙ୍ଖଳିତ କାର୍ଯ୍ୟଶୈଳୀ ସଫଳତା ପ୍ରଦାନରେ ସହାୟକ ହୋଇପାରିବ। କିନ୍ତୁ ଚତୁର୍ଥସ୍ଥ ଅଷ୍ଟମାଧିପତି ଯୋଗୁଁ ବନ୍ଧୁବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ଦ୍ୱାରା ଭର୍ତ୍ସିତ ହୋଇପାରନ୍ତି। କର୍ମକ୍ଷେତ୍ର କିମ୍ବା ବୃତ୍ତିଗତ ଧନ୍ଦାରେ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ଅଟକି ରହିଥିବା କାରଣରୁ ଅନୁତାପ କରିବେ। କୁମ୍ଭ,
ଶୁକ୍ରଙ୍କ ପ୍ରଭାବରୁ ବାକ୍ବିଳାସ ବିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ହେବେ। ଯାତ୍ରା, ପ୍ରକାଶନ, ଆଇନ, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରେ ସଫଳତା ପାଇବେ। ଯାନ୍ତ୍ରିକ ଜିନିଷ, ବିଳାସ ବ୍ୟସନ ସମ୍ପର୍କିତ ବସ୍ତୁ, ଯାନବାହନ ପ୍ରଭୃତି ପାଇଁ ମନ ବଳାଇ ପାରନ୍ତି। ରାହୁଙ୍କ ପ୍ରଭାବରୁ କୌଣସି ଭୁଲ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିପାରନ୍ତି। ମୀନ କେନ୍ଦ୍ରସ୍ଥ ବୃହସ୍ପତି ଯୋଗୁଁ ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଅର୍ଥ, ସମ୍ମାନ, ମାନସିକ ସୁସ୍ଥତା, ବନ୍ଧୁଙ୍କ ସହୃଦୟତା, ପାରିବାରିକ ସଦ୍ଭାବ ପାଇବେ। ସାମୟିକ ଭାବରେ ଅତୀତ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଲୋଚନା ପରିସରରେ ଯଥା ସମ୍ଭବ ନୀରବତା ଅବଲମ୍ବନ କରିବା ଭଲ ହେବ। ନମସ୍କାର।